ରାଜା ଦଶରଥଙ୍କୁ ଶବ୍ଦଭେଦୀ ବାଣ ବିଦ୍ୟା ଜଣାଥିଲା, ଅର୍ଥାତ୍ ସେ ଯେକୌଣସି ଶବ୍ଦ ଶୁଣି ତୀର ମାରିବାର ବିଦ୍ୟା। ଦିନେ ସେ ଜଙ୍ଗଲକୁ ଯାଇଥିଲେ ଶିକାର କରିବାକୁ। ସେତିକିବେଳେ ଶ୍ରବଣ କୁମାର ତାର ଅନ୍ଧ ପିତାମାତାଙ୍କୁ ଜଙ୍ଗଲରେ ଛାଡ଼ି ତାଙ୍କ ପାଇଁ ପାଣି ଆଣିବାକୁ ଯାଇଥିଲା ନଦୀକୁ। ଯେତେବେଳେ ସେ ପାଣି ଆଣିବାକୁ ବାହାରୁଥିଲା, ସେ ଶବ୍ଦ ଶୁଣି ଦଶରଥ ଭାବିଲେ କୌଣସି ବନ୍ୟଜନ୍ତୁ ବୋଧେ ପାଣି ପିଉଛି। ଏକଥା ଭାବି ସେ ତୀର ମାରିଦେଲେ, ଯୋଉଟା ଯାଇକି ଶ୍ରବଣ କୁମାର ଛାତିରେ ସିଧା ବାଜିଲା ଏବଂ ସେଠାରେ ଶ୍ରବଣ କୁମାରଙ୍କ ମୃତ୍ୟୁ ହେଲା। ଏକଥା ଯେତେବେଳେ ଶ୍ରବଣ କୁମାରଙ୍କ ପିତାମାତା ଜାଣିଲେ, ସେ ଦଶରଥଙ୍କୁ ଅଭିଶାପ ଦେଲେ ଯେ ଆମେ ଯେମିତି ଆମ ପୁତ୍ରକୁ ନ ପାଇ ଆମେ ମୃତ୍ୟୁବରଣ କରୁଛୁ, ଦିନ ଆସିବ ତମେ ବି ତମ ପୁତ୍ର ବିୟୋଗରେ ମୃତ୍ୟୁବରଣ ନିଶ୍ଚିନ୍ତ କରିବ। ଏହି ଅଭିଶାପ ଥିଲା, ଯୋଉଥିପାଇଁ କି ଦଶରଥ ରାମ ଯିବା ପରେ ମୃତ୍ୟୁବରଣ କରିଥିଲେ।